श्रीमद्भागवत। ओम वासुदेव नारायण नमः। वासुदेवଙ୍କ कृपा ଆପଣଙ୍କ ଉପରେ ସଦା ସର୍ବଦା ଥାଉ। ଆଶା କରେ ଆପଣ ମାନେ ଭଲରେ ଥିବେ। ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। ଯଦି ବା କିଛି ପାଠ କରିବାରେ ଭୁଲ ଥାଏ ଆପଣ କ୍ଷମା କରିବେ। ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଦ ପଞ୍ଚଦଶ ଅଧ୍ୟାୟ। ଜୟ ଜଗନ୍ନାଥ। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚଦଶ ଅଧ୍ୟାୟ। ପଞ୍ଚଦଶରେ ଯୁଧିଷ୍ଠିର ଆଗମ ଦକ୍ଷିଣ କଳିର ପରୀକ୍ଷା ନେଇ ରାଜ୍ୟଭାର ସ୍ୱର୍ଗେ ଚଳିଲେ ନୃପବର। ସୁତ ଉବାଚ ଏମନ୍ତେ ରାଜାର ବଚନ ଅର୍ଜୁନ ଶୁଣି ସୁକମନ। ଯେତେ କହିଲେ ଧର୍ମସୂତ ଶକୁନ ଦେଖି ବିପରୀତ। କୃଷ୍ଣ ବିଯୋଗେ ଖେଦ ମନ ସ୍ୱଭାବେ ଶୁଖିଛି ବଦନ। ତେଜ ପ୍ରଭାବ ଦୂରେ ଗଲା ଜୀବନ ଥାଉଁ ଦେହ ମଲା। ଶୋକେ କମ୍ପଇ କଳେବର ବଦନୁ ନସ୍ଫୁରେ ଉତ୍ତର। ଲୋଚନେ ଘଷି ବେନିକର ଶୋକ ସମ୍ବରୀ ବୀରବର। ଶୋକେ କୁଣ୍ଠିତ କଣ୍ଠ ଦ୍ୱାର ବିହଳେ ନସ୍ଫୁରେ ଉତ୍ତର। ସଖା ସୁହୃଦ ନନ୍ଦବଳା ସାରଥି ପଣି ଯାହା କଲା। ଏ ଆଦି ଯେତେ କୃଷ୍ଣ ଗୁଣ ସୁମରି କାନ୍ଦେ ପୁଣ ପୁଣ। ରାଜାଙ୍କୁ ଚାହିଁ ମନ ଖେଦେ ବୋଲଇ ଶୋକ ଗଦ ଗଦେ। ଅର୍ଜୁନ ଉବାଚ ସନ୍ଦେଶ ଶୁଣ ନରନାଥ। କୃଷ୍ଣେ ମୁଁ ହୋଇଲି ବଞ୍ଚିତ। ମୋର ଜୀବନ ବନ୍ଧୁ ହରି ତାର ବିଯୋଗେ ହତ ଶିରି। ବିଶୀର୍ଣ୍ଣ ମୋହର ଶରୀର ଦେଖ ପ୍ରତ୍ୟକ୍ଷେ ନୃପବର। ଯେତେ ଯ ପ୍ରତାପ ମୋହର ଦେବଦାନବେ ଅଗୋଚର। ସେତେ ଯ କୃଷ୍ଣ ସଙ୍ଗେ ଗଲା ଜୀବନ ଥାଉଁ ଦେହ ମଲା। କୃଷ୍ଣ ବିଯୋଗ କ୍ଷଣ ମାତ୍ରେ ମରଣେ ଯେହ୍ନେ ପିତା ପୁତ୍ରେ। ତ୍ରିଲୋକ ପ୍ରିୟ ଦର୍ଶନ ଦେଖି କୁଣ୍ଠିତ ମୋର ମନ। ଯାହାର ପାଦେ ଆଶ୍ରେ କରି ନିଜ ଗାଣ୍ଡିବ କରେ ଧରି। ଦ୍ରୁପଦ ଗୃହେ ରାଜମେଳେ ଦ୍ରୌପଦୀ ସ୍ୱୟଂବର କାଳେ। ଯେତେ ମିଳିଲେ ରାଜପୁତ୍ରେ କନ୍ୟା ଲଭିବା ଲୋଭ ଚିତେ। ହେଳେ ତାହାଙ୍କ ତେଜ ହରି ଲଭିଲି ଲାଖ ବିନ୍ଧି ନାରୀ।
ଖାଣ୍ଡବ ବନେ କ୍ରୀଡ଼ା ରଙ୍ଗେ କୃଷ୍ଣ ଯେ ଥିଲେ ମୋର ସଙ୍ଗେ ଅମର ଗଣ ତୁଲେ ପୁଣି କିଞ୍ଚିତେ ଇନ୍ଦ୍ର ତେଜ ଜିଣି ସେବନ ଅଗ୍ନି ମୁଖେ ଦେଇ ଲଭିଲି ମାୟା ସଭା ମୁହିଁ ମୟ ନିର୍ମିତ ସଭା ଆଣି ଯହିଁ ସକଳ ନୃପମଣି ତୋହର ଯଜ୍ଞ କାଳେ ମିଳି ତୁ ପାଦେ କଲେ ନିଉଛାଳି ଯାହାର ତୁଲେ ବେନି ଭାଇ ଛଦ୍ରମେ ବିପ୍ର ରୂପ ହୋଇ ଜରାକୁ ବାହୁ ଯୁଦ୍ଧେ ଜିଣି ରାଜାଙ୍କୁ ବନ୍ଦୀ ଘରୁ ଆଣି ତୋହର ଯଜ୍ଞ ନିମନ୍ତ୍ରଣେ ତୋତେ ଖଟିଲେ ନୃପଗଣେ ତୋହର ଯଜ୍ଞ ସ୍ନାନ କାଳେ ଦ୍ରୌପଦୀ ଦେଖି ତୋର କୋଳେ କପଟ ପଶା କରିବା ଦେ କୌରବେ ତୋତେ ସଭା ମଧ୍ୟେ ଜିଣି ପାଞ୍ଚାଳି କେଶ ଧରି ବିବସ୍ତ୍ର ସଭା ତଳେ କରି ଭୟେ ପାଞ୍ଚାଳି ସୁମରିଲା ସେବେଳେ ସେ ହରି ରଖିଲା ପୁଣି ଅଜ୍ଞାତ ବନବାସେ ଦୁର୍ବାସା ଦୁଷ୍ଟଙ୍କ ବିଶ୍ୱାସେ ଭୋଜନ ଅନ୍ତେ ଭିକ୍ଷା ଅର୍ଥେ ଅୟୁତେ ବିପ୍ର ଘେନି ସାଥେ ଭୁଞ୍ଜିବା ପାଇଁ ସ୍ନାନ କରି ତା ଜାଣି ପ୍ରଭୁ ନରହରି ଅତିଥି ରୂପେ ବିଜେ କଲା ଶେଷ ଯେ ଶାକ ଅନ୍ନ ଥିଲା କର ପ୍ରସାରି ତାହା ଖାଇ ମୁନିଙ୍କ ମନ ମଧ୍ୟେ ଯାଇ ସନ୍ତୋଷ କଲା ଜଳ ମଧ୍ୟେ ତକ୍ଷଣେ ବ୍ରାହ୍ମଣୀ ଆନନ୍ଦେ ସନ୍ତୋଷେ ନିଜ ସ୍ଥାନେ ଗଲେ ସେ ଦୁଃଖୁ ସେ ହରି ରଖିଲେ ଯାହାର ତେଜେ ଧନୁ ଟାଣି ବନେ ଜିଣିଲି ଶୂଳ ପାଣି ସନ୍ତୋଷେ ମୋତେ ଉମାକାନ୍ତ ବୋଇଲେ ବର ମାଗ ପାର୍ଥ ପାର୍ବତୀ ବିଶ୍ୱାସେ ମୋହିତ ଅସ୍ତ୍ର ପାଇଲି ପାଶୁପତ ହର ବିଶ୍ୱାସେ ମୋତେ ପୁଣ ପାର୍ବତୀ ଦେଲେ ଅକ୍ଷତୁଣ ସେବେନି ଶସ୍ତ୍ର ପାଇବନି ମିଳିଲି ଇନ୍ଦ୍ରର ଭୁବନେ ନର ଶରୀରେ ସୁର ଦେଶେ ମିଳିଲି ଯେ ହରି ବିଶ୍ୱାସେ ବିଷ୍ଣୁର ତେଜେ ଦେଖି ମୋତେ ସର୍ବଦେବତା ତୋ ସଚିତେ ବିଚାରି ସର୍ବ ଅନୁମାନେ ବସାଇ ଇନ୍ଦ୍ରର ଆସନେ ମୋତେ ପୂଜିଲେ ପୁରସ୍କାରେ ମୁଁ ପୁଣି ରହି ସ୍ୱର୍ଗପୁରେ ସର୍ବଦେବତାଙ୍କ ବିଶ୍ୱାସ ଅସୁର ବଳ କଲିନାଶ ଇନ୍ଦ୍ର ସହିତେ ସର୍ବଦେବେ
ମୋତେ ପୂଜିଲେ ଗୌରବେ। ତାତେ ମୋ ପୁରୁଷକାର, ସେ ହରି ମୋତେ କଲା ଦୂର। ଯେଉଁ ଗୋବିନ୍ଦ ବନ୍ଧୁପଣେ, କୁରୁସାଗର ଘୋର ରଣେ। ତରିଲୁ ଦୁସ୍ତର ସାଗର, ଦେବମାନବେ ଅଗୋଚର। ସଂଗ୍ରାମେ ରିପୁ ବଳ ଜିଣି, ଅନେକ ଧନ ରତ୍ନ ଆଣି। ରତ୍ନ ମୁକୁଟ ମଣି ପରେ, ଥିଲା ଯେ ରାଜାଙ୍କର ଶିରେ। ତାହା ହରିଲି ବାହୁବଳେ, ନିର୍ଭୟେ ଅବନି ମଣ୍ଡଳେ। ବିରାଟ ଗୋଧନ ହରଣେ, ମହାଦୁସ୍ତର ଘୋର ରଣେ। ଗୋଧନ ନେଲି ତାରପୁର, ସେ ହରି କଲା ମୋତେ ଦୂର। ସେ ହରି ମୋର ରଥେ ବସି, ଅଗାଧ କୁରୁ ବଳେ ଝାସି। ଭୀଷ୍ମ ସବିତା ସୁତ କୃପ, ଶଲ୍ୟ ସହିତେ ଯେତେ ନୃପ। ତାହାଙ୍କ ଅଗ୍ରେ ରଥ କରି, ଅଶ୍ୱର ସନା କରେ ଧରି। ରିପୁ ଆୟୁଷ ସଙ୍ଗେ ମନ, ହରିଲା ନନ୍ଦର ନନ୍ଦନ। ଭୀଷ୍ମାଦି ଥିଲେ ଯେତେ ବୀର, ସେ ଗୁରୁ ଦ୍ରୋଣଙ୍କ ସଙ୍ଗର। ଅମୋଘ ଅସ୍ତ୍ର ବରସନ୍ତି, ସେ ମୋର ହୃଦେ ନ ଭେଦନ୍ତି। ଯାର ଚରଣ ଆଶ୍ରେ କରି, ତାହାଙ୍କ ବଳ ଦର୍ପ ହରି। ଯେ ଶନେ ନୃସିଂହର ପାଦ, ଆଶ୍ରେ ତରିଲା ପ୍ରହ୍ଲାଦ। ଜୟଦ୍ରଥର ବଧ କାଳେ, ଅଶ୍ଵେତୃଷିତ ମୋର ହେଲେ। ତାହାଙ୍କୁ ଜଳ ଦେବା ଅର୍ଥେ, ସଂଗ୍ରାମେ ହେଲି ଭୂମି ଗତେ। ମହାରଥୀଙ୍କ ଚିତେ ଯାଇ, ପ୍ରବେଶ କଲେ ଭାବଗ୍ରାହୀ। ନୟନେ ମୋ ରୂପ ଦେଖନ୍ତି, ଦେଖନ୍ତେ କେହି ନ ମାରନ୍ତି। ଯାହାର ପାଦ ପଦ୍ମ ନିତେ, ଜ୍ଞାନୀଏ ଭାବୁଥାନ୍ତି ଚିତେ। କୁମତି ବଳେ ନ ବିଚାରି, ତାହାଙ୍କୁ ସାରଥି ମୁଁ କଲି। ସେ କୃଷ୍ଣ ବସି ମୋର ପାଶେ, ଶୋଭନ ସ୍ମିତ ମନ୍ଦ ହାସେ। ଆନନ୍ଦେ করে কর ধরি, বিবিধ পরিহাস করি। হে পার্থ অর্জুন হে সখে, কুরুনন্দন বলি ডাকে। তাহার গুণ কর্ম যেতে, সুমরি ক্ষোভিত মোচিতে। শয়ন আসন ভোজনে, মুহি যে তার সন্নিধানে। সঙ্গে বিহরি সখা পরি, তাকরে কর ধরা ধরি। মু পাপি কুমতি মোহর, কেবে বা করে তিরস্কার।
ସେ ଅପରାଧ ମୋର ହରି ନଘେନେ ମୋରେ ସ୍ନେହ କରି ସଖାର ସଖା ଯେହ୍ନେ ସହେ ପିତା ମାତା ବା ଯେହ୍ନେ ପୋଇ ନୃପେନ୍ଦ୍ର ଶୁଣ ମୋର ବାଣୀ ମୋତେ ମୁଞ୍ଚିଲେ ଚକ୍ରପାଣି ମୋହର ପ୍ରିୟ ସଖା ହରି ହୃଦୟ ଗଲା ଶୂନ୍ୟ କରି ଦେଖ ମୋହର ବୀରପଣ ମାର୍ଗେ ଗୋବିନ୍ଦ ପତ୍ନୀଗଣ ଆବରି ନ ପାରିଲି ବଳେ ତକ୍ଷଣେ ଲୁଟିଲେ ଗୋପାଳେ ସେହି ଗାଣ୍ଡିବ ଧନୁ ମୋର ସେହି ଅକ୍ଷୟ ତୃଣସର ସେହି ବିମାନ ଅଶ୍ୱଦେଖ କ୍ଷଣକେ ହୋଇଲି ନିରେଖ ଯାହାର ତେଜେ ନୃପଗଣେ ନମନ୍ତି ମୋହର ଚରଣେ ତାର ବିଯୋଗେ ତନୁ କ୍ଷୀଣ ଦିଗେ ଦିଶନ୍ତି ମୋତେ ଶୂନ୍ୟ ସେ ପ୍ରାଣ ବାନ୍ଧବ ବିଯୋଗ ଭସ୍ମେ ଯେ ସ୍ନେହ ବିର୍ଭାଗ କୁହୁକ ବଳେ ଲବ୍ଧ ଅର୍ଥ ପ୍ରତ୍ୟକ୍ଷେ ତାହା ହୋଇ ବ୍ୟର୍ଥ ଉଷର ଭୂମିରେ ରୋପିତ ବୀଜର ପ୍ରାୟେ ମୁନିହତ ଶୁଣ ହେ ନୃପ ଶୁଦ୍ଧ ଚେତା ବନ୍ଧୁ ବାନ୍ଧବଙ୍କ ବାରତା ଅପରେ ଯେତେ ଯଦୁକୂଳେ ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ ବ୍ରାହ୍ମଣ ସାପ ଅବସାନେ ମିଳିଲେ ଏର କାରବନେ ବାରୁଣୀ ମଧ୍ୟ କଲେ ପାନ ଭୋଳେ ହୋଇଲେ ହତ ଜ୍ଞାନ ଏରକା ମୁଷ୍ଟି କରେ ଧରି ଏକ ଆରକେ ମରାମରି ଆତ୍ମାକୁ ନ ଜାଣନ୍ତି ଭୋଳେ ନାସିଲେ ବ୍ରହ୍ମ ସାପ ଫଳେ ଏଣୁ ଯାଦବ ବଂଶନାଶ ରହିଲେ ଚାରି ପାଞ୍ଚ ଶେଷ ଈଶ୍ୱର କ୍ରୀଡ଼ା ଏ ଜଗତ ପ୍ରାଣୀ ଈଶ୍ୱର ଆୟତ ମାରନ୍ତି ଏକୁ ଆରେ ବଳେ ଜଳ ଜନ୍ତୁ ଏ ଯେହ୍ନେ ଜଳେ ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି ନିଜ ମରଣ ନ ଜାଣନ୍ତି ଦୁର୍ବଳ ପ୍ରାଣୀଙ୍କ ସବଳେ ଦର୍ପ ହରନ୍ତି ଅବହେଳେ ଏହି ପ୍ରକାରେ ଯଦୁବଳେ କଳି ଭିଆଇ ଯୁଦ୍ଧ କଲେ ଯଦୁଙ୍କୁ ଯଦୁ ବଳେ ମାରି ମେଦିନୀ ଭାରା ଅପହରି ଗୋବିନ୍ଦ ଲୀଳା କର୍ମ ଯେତେ ଆଉ ନ ପାରେ କହି ତୋତେ ତା ଦେଶ କାଳ ଅର୍ଥଯୁକ୍ତ ଶୀତଳ ବାଣୀ ଜନହିତ ସେ ବାଣୀ ସ୍ମରି ମୋର ଚିତେ ପ୍ରାଣ ଦହଇ ଅନ୍ତର୍ଗତେ ସୁତ ଉବାଚ
ଏମନ୍ତେ ପାଣ୍ଡବ ଅର୍ଜୁନ କୃଷ୍ଣ ଚରଣେ ଦେଇ ମନ ସୁହୃଦ ଭାବ ଗାଢ଼େ ଚିନ୍ତି ଲଭିଲା ସୁବିମଳ ମତି କୃଷ୍ଣ ଚରଣ ଅନୁଧ୍ୟାନେ ଚିତ ନିର୍ମଳ ଶାନ୍ତ ମନେ ଥିଲା ଯେ ଅଶେଷ କଳୁଷ ଭକ୍ତି ଭାବରେ ଗଲା ନାଶ ନିର୍ମଳ ବୁଦ୍ଧି ପ୍ରକାଶିଲା ଗୋବିନ୍ଦ ବାକ୍ୟ ସୁମରିଲା ସଂଗ୍ରାମ ମଧ୍ୟରେ ରଥେ ଥାଇ ଯେ ଗୀତା କୃଷ୍ଣ ଥିଲେ କହି ତାହା ସୁମରି ଶୁଦ୍ଧ ମନେ ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ ପ୍ରକୃତି ଲୀନେ ଗୁଣଲିଙ୍ଗ ସ୍ଥୂଳ ଶରୀର ସଙ୍ଗଭଙ୍ଗ ତେବେ ଦ୍ୱୈତ ଭାବ ଯାଇ ଶୋକ ସମ୍ଭ୍ରମ ଆଉ କାହିଁ ଆପଣା ଅଂଶ ବଂଶ ହରି ଶ୍ରୀକୃଷ୍ଣ ଗଲେ ନିଜ ପୁରୀ ଅର୍ଜୁନ ମୁଖୁ ଏହା ଶୁଣି ନିର୍ବେଦନ ରୂପ ଚୂଡ଼ାମଣି ଆତ୍ମାନିବୃତ ଜ୍ଞାନ ମାର୍ଗେ ନିଶ୍ଚୟ କଲେ ସ୍ୱର୍ଗ ମାର୍ଗେ କୁନ୍ତି ଯେ ନିଜ ପୁରେ ଥିଲା ଗୋବିନ୍ଦ ବିଯୋଗ ଶୁଣିଲା ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ଗୋବିନ୍ଦ ଭାବେ ହେଲା ଲୀନ ଯେ ଦେହ ଭୂମି ଭାର ନାଶେ ଧରି ଜଣିଲେ ବନ୍ଧୁ ବଂଶେ ଭାରାନି ବାରି ତା ସଂହରେ କଣ୍ଟକ ଯେହ୍ନେ କଣ୍ଟକରେ ମତ୍ସ୍ୟାଦି ରୂପକୁ ଯେ ମନ୍ତେ ଧରି ଛାଡ଼ଇ କାର୍ଯ୍ୟନ୍ତେ ଯେ ଶନେ ନଟ ରୂପ ଧରେ କ୍ଷଣକୁ କ୍ଷଣ ଆନ କରେ ଭୂଭାର କ୍ଷୟ ଯେ ଦେହେଣ ସେ ଦେହ କଲେ ଅନ୍ତର୍ଧ୍ୟାନ ଯେବେ ଗୋବିନ୍ଦ ମୋହିତେଜି ସ୍ୱଭାବେ ନିଜ ଧ୍ୟାନ ଭଜି ତାହା ମହିମା ନରଲୋକେ ସାଧବେ ଏକ କୁଆରେକେ କହି ତରିଲେ ଭବବନୁ କଳିଆଗମ ସେହି ଦିନୁ ସକଳ ଦୋଷ ହେତୁ ଯହିଁ ବେଦ ପୁରାଣ ଶାସ୍ତ୍ରେ କହି ମିଳିଲା ନର ଲୋକେ ଆସି ତକ୍ଷଣେ ଗ୍ରାମେ ଗ୍ରାମେ ପଶି ସକଳ ପୁରେ ପ୍ରାଣୀ ଚିତେ ଲୋଭ କପଟ ଦମ୍ଭ ମତେ ପ୍ରାଣୀ ହିଂସନି ଧର୍ମ ନାଶେ ପ୍ରାଣୀ କଳିର ପ୍ରବେଶେ ନିଷ୍ଠୁର ଚିତ ସର୍ବଜନ ତା ଦେଖି ଧର୍ମର ନନ୍ଦନ ସ୍ୱର୍ଗ ଗମନ ମନେ ଗୁଣି ତକ୍ଷଣେ ପରୀକ୍ଷିତ ଆଣି ଉତ୍ତମ ରାଜ ଚିହ୍ନ ଦେଖି ସକଳ ଗୁଣ ଉପଲକ୍ଷି ଆତ୍ମାର ପ୍ରାୟ ତାକୁ ମଣି
ଅନେକ ତୀର୍ଥ ଜଳ ଆଣି ହସ୍ତିନାପୁରେ ନରଲୋକେ ସ୍ଥାପିଲେ ନୃପ ଅଭିଷେକେ। ଯାଦବ ବଂଶେ ଶେଷ ଥିଲା ବଜ୍ର ଯେ ଅନିରୁଦ୍ଧ ବଳା। ମଥୁରାପୁରେ ଧର୍ମ ଚାଟେ ସ୍ଥାପିଲେ ସୁରସେନ ପାଟେ। ସକଳ ଭୋଗ ଦୂର କରି ଶରୀର ବନ୍ଧ ପରିହରି। ଆତ୍ମାରେ ଆତ୍ମା ଅଗ୍ନି ଜାଳି ସର୍ବବିଷୟ ଘୃତ ଢାଳି। ଜ୍ଞାନ ଗୋଚରେ ସୁନିପୁଣ ତକ୍ଷଣେ ଧର୍ମର ନନ୍ଦନ। ସର୍ବସମ୍ପଦ କରି ଦୂର ନିର୍ମଳ ରାଗ ଅହଙ୍କାର। ଅଶେଷ କର୍ମ ପାଶ ଛେଦି ଯୋଗେ ଶରୀର ରନ୍ଧ୍ର ରୁନ୍ଧି। ବଚନ ମନେ ଲୀନ କରି ବାୟୁ ଧାରଣୀ ମନ ଧରି। ବାୟୁ ଧାରଣ ପ୍ରାଣ ଯେହି ଅପାନେ ତାହାକୁ ମିଶାଇ। ଅପାନ ଉତ୍ସର୍ଗ ସହିତ ଯେ ମାର୍ଗେ ହୋଏ ଅନ୍ତର୍ଗତ। ସେ ମୃତ୍ୟୁ ଦେବକୁ ପଞ୍ଚତ୍ୱେ ପଞ୍ଚକୁ ପଞ୍ଚରେ ଏକତ୍ୱେ। ପୁଣି ପଞ୍ଚକୁ ତିନି ଗୁଣେ ତ୍ରିଗୁଣ ସମସ୍ତ କାରଣେ। ତାହାକୁ ଯିବେ ଦେଇ ସ୍ଥାନ ଯେଣେ ଜୀବର ପରିତ୍ରାଣ। ସକଳ ଗୁଣ ପରିହରି ଆତ୍ମାରେ ଆତ୍ମା ହୋମ କରି। ବ୍ରହ୍ମ ନିର୍ବାଣେ ଥୋଇ ଚିତ ଉତ୍ତର ପଥେ ଉପଗତ। ଚିରବସନ ନିରାହାର ମୌନ ମୁକ୍ତ କେଶ ଶିର। ଜଡ଼ ଉନ୍ମତ ଭୂତ ପ୍ରାଏ ଲୋକେ ଦେଖାଇ ନିଜ ଗାଏ। ଲୋକଙ୍କ ବଦନ ଚାହିଁ ଅନ୍ଧ ବଧିର ପ୍ରାୟ ହୋଇ। ହୃଦେ ନିବେଶି ବେନି ପାଣି ଉତ୍ତର ଦିଗେ ନୃପମଣି। ପୂର୍ବେ ଅଶେଷ ମୁନି ସନ୍ଥେ ମୋକ୍ଷ ହୋଇଲେ ଯେଉଁ ପଥେ। ପରମ ବ୍ରହ୍ମ ଚିନ୍ତି ଚିତେ ପ୍ରସ୍ଥାନ କଲେ ସ୍ୱର୍ଗ ପଥେ। ପଛେ ଚଳନ୍ତି ଚାରି ଭାଇ ରାଜାର ଅନୁରୂପ ହୋଇ। ପ୍ରଜାଙ୍କୁ କରି ଆଲିଙ୍ଗନ ହରସେ ହରି ତାଙ୍କ ମନ। ସେ ସାଧୁ କୃତ୍ୟ ସତ୍ୱଗୁଣୀ ଆତ୍ମାର ହିତ ଚିତେ ଜାଣି। ମନ ନିବେଶି କୃଷ୍ଣ ପାଦେ ବିଷ୍ଣୁ ଭକତି ଯୋଗ ସାଧେ। ନିର୍ମଳ ଚିତ୍ତ ତାହାଙ୍କର ଗୋବିନ୍ଦେ ଧ୍ୟାନ ନିରନ୍ତର। କୃଷ୍ଣର ପାଦେ ଚିତ୍ତ ଦେଲେ ପରମ ଗତି ସେ ଲଭିଲେ। ଅସତ୍ୟ ଇନ୍ଦ୍ରିୟ ବିଷये ନିତ୍ୟ ଯାହାର ଚିତ୍ତ ରହେ।
ସେ ଯେବେ ହରି ପାଦ ଚିନ୍ତି ସର୍ବକଳୁଷ ନାଶ ଯାଆନ୍ତି। ସେ ପାଦେ ଲଭଇ ସେ ସ୍ଥାନ ତାହା ପାଇଲେ ପାଣ୍ଡୁନାନ। ବିଦୁର ଥିଲେ ବନବାସେ ପ୍ରଭାସ ତୀର୍ଥେ ମୋର ଆସେ। ଗୋବିନ୍ଦ ଚରଣ କମଳେ ପ୍ରାଣ ଛାଡ଼ିଲେ ଯୋଗ ବଳେ। ପିତୃଗଣଙ୍କ ସଙ୍ଗେ ମିଶି ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶି। ନିଜ ଭୁବନେ ବିଜେ କଲେ ବ୍ରାହ୍ମଣ ସାପୁ ନିସ୍ତରିଲେ। ତକ୍ଷଣେ ଦ୍ରୁପଦ କୁମାରୀ ଭର୍ତ୍ତାଙ୍କ ପଥ ଅନୁସରି। କୃଷ୍ଣେ ନିବେଶି ପଞ୍ଚପ୍ରାଣ ତକ୍ଷଣେ ଛାଡ଼ିଲେ ଜୀବନ। ଏବେ ହୋ ଶୁଣ ବିପ୍ରଜନେ କୃଷ୍ଣ ମହିମା ଶୁଦ୍ଧ ମନେ। ଗୋବିନ୍ଦ ଚରଣ କମଳେ ପାଣ୍ଡୁକୁ ମରେ ଭାବ ବୋଳେ। ସଂସାର ମାୟା ଦୂର କଲେ ଜଗତ ମଧ୍ୟୁ ନିସ୍ତରିଲେ। ପରମ ମଙ୍ଗଳ ଏ ବାଣୀ ଯେ ପ୍ରାଣୀ ଶୁଦ୍ଧ ଚିତ୍ତେ ଶୁଣି। ଭକତି ଲଭେ କୃଷ୍ଣ ପାଦେ ସଂସାରୁ ତରେ ଅପ୍ରମାଦେ। କୃଷ୍ଣ ମହିମା ସୁଧାରସ କହିଲା ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ପ୍ରଥମ ସ୍କନ୍ଧେ ପାଣ୍ଡବ ସ୍ୱର୍ଗାରୋହଣମ୍ ନାମ ପଞ୍ଚଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।